ଯେ ପ୍ରକୃତରେ ଯୋଉ ରତ୍ନଭଣ୍ଡାର ଭିତରେ ଯୋଉ ଅଳଙ୍କାର ସବୁ ଗଚ୍ଛିତ ଥିଲା ତାହା ସବୁ ସୁରକ୍ଷିତ ଅଛି କି ନାହିଁ ଲୋକମାନଙ୍କ ଭିତରେ ଆହୁରି ଉଦ୍ବେଗ ପ୍ରକାଶ ପାଉଛି ଏଇ ସରକାରଙ୍କର ଏଇ ଯୋଉ ବିଳମ୍ବ ପ୍ରକ୍ରିୟା ଯୋଗୁଁ। ଆମକୁ ଲାଗୁଛି ଯେ ସରକାର ଏ ବିଷୟରେ ଟୋଟାଲି ଦିଗହରା ହେଇଯାଇଛନ୍ତି, କିନ୍ତୁ ମନ୍ଦିର ବିଷୟରେ ଯାହା ସବୁ ଆମର ସମସ୍ୟା ରହିଛି ତା ବିଷୟରେ ସିଏ ସମ୍ପୂର୍ଣ୍ଣ ଅଜ୍ଞ, ତାଙ୍କର ଏ ବିଷୟରେ କୌଣସି ଅଭିଜ୍ଞତା ନାହିଁ। ଦେଖନ୍ତୁ, କଂଗ୍ରେସ ଦଳ ଏକ ଦଳ ନୁହେଁ, ଏକ ବିଚାରଧାରା ଉପରେ ପର୍ଯ୍ୟବେସିତ। ସୋଫିଆ ଫିରଦୋଷ ଯୋଉ ପର୍ଯ୍ୟନ୍ତ କଂଗ୍ରେସ ବିଚାରଧାରା ସହିତ ଅଛନ୍ତି, କଂଗ୍ରେସ ନେତୃତ୍ୱର ସ୍ୱୀକାର କରୁଛନ୍ତି, ସେ ପର୍ଯ୍ୟନ୍ତ ସୋଫିଆ ଫିରଦୋଷ କଂଗ୍ରେସ ପାଇଁ ଏକ ଅମୂଲ୍ୟ ସମ୍ପତ୍ତି। ଦେଖନ୍ତୁ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ଉପରେ କାଲି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ ହୋଇଥିଲା ଏବଂ ଏ ନେଇକି ବର୍ତ୍ତମାନ ଆମେ ଅଛୁ ଯେ କଂଗ୍ରେସର ପୁରୀ ଜିଲ୍ଲା ସଭାପତି ରାଜେଶ ମିଶ୍ରଙ୍କ ପାଖରେ। ତାଙ୍କର ପ୍ରତିକ୍ରିୟା କଣ ରହୁଛି, କେତେ ସନ୍ତୁଷ୍ଟ ଅଛନ୍ତି, କିଭଳି ଗଣତି ହବା ଦରକାର, ତାଙ୍କ ମତାମତ ଆମେ ନବା। ରାଜେଶ ବାବୁ, ପ୍ରତିଦିନ ଟିଭିକୁ ସ୍ୱାଗତ। କଣ କହିବେ ଶ୍ରୀମନ୍ଦିରର ଗଣତି ମଣତିକୁ ନେଇ? କାଲି ଯୋଉ ମିଟିଂ ବସିଥିଲା ଆପଣ ତ ଜାଣିଥିବେ, ସେ ନେଇ କଣ ମତାମତ ରହିବ? ଦେଖନ୍ତୁ, ଏଇ ଯୋଉ ପ୍ରକ୍ରିୟା ଚାଲୁ ରହିଛି, ଗଣତି ଗଣତି ପ୍ରକ୍ରିୟା ଯୋଉ ଚାଲୁ ରହିଛି, ତାର ଯୋଉ ଶିଥିଳତା ଉପରେ ଆମେ ପ୍ରଥମେ କ୍ଷୋଭ ପ୍ରକାଶ କରୁଛୁ। ବାରମ୍ବାର ଏ ବିଷୟରେ ମିଟିଂ ଡକା ହଉଛି ଏବଂ ଯୋଉ ସମୟରେ ଏକ ସମୟ ନିର୍ଦ୍ଧାରଣ, ଯୋଉ ସମୟରେ ଲୋକମାନଙ୍କର ଭିଡ କମ ମନ୍ଦିର ଭିତରେ, ଯୋଉଟା ଆପଣଙ୍କୁ ଗଣତି ଗଣତି କରିବାର ଯୋଉ ସ୍ୱଳ୍ପ ସମୟ ତ ନୁହଁ, ଆ ଦେହରେ ବହୁତ ସମୟ ଲାଗିବ, କୋଉ ସମୟରେ ଏଇଟା କରିବା କଥା। ଆମକୁ ଲାଗୁଛି ଯେ ସରକାର ଏ ବିଷୟରେ ଟୋଟାଲି ଦିଗହରା ହେଇଯାଇଛନ୍ତି। କେଉଁ ପ୍ରକାର ହେଇଯିବ ଏଇ ପ୍ରୋସେସଟା, ଆମେ ଭାବୁଛୁ ଯେ ଯଦି 7 ଦିନ ସରକାର ସମ୍ପୂର୍ଣ୍ଣ ଭାବରେ ଗମ୍ଭୀରତାର ଭାବେ ନେବେ, 7 ଦିନ ଭିତରେ ଗଣତି ଗଣତି ଲୋକମାନଙ୍କର ଯୋଉ ଉଦ୍ବେଗ ରହିଛି ଦୀର୍ଘ ଦିନ ଧରି, ଯେ ପ୍ରକୃତରେ ଯୋଉ ରତ୍ନଭଣ୍ଡାର ଭିତରେ ଯୋଉ ଅଳଙ୍କାର ସବୁ ଗଚ୍ଛିତ ଥିଲା ତାହା ସବୁ ସୁରକ୍ଷିତ ଅଛି କି ନାହିଁ ଲୋକମାନଙ୍କ ଭିତରେ ଆହୁରି ଉଦ୍ବେଗ ପ୍ରକାଶ ପାଉଛି ଏଇ ସରକାରଙ୍କର ଏଇ ଯୋଉ ବିଳମ୍ବ ପ୍ରକ୍ରିୟା ଯୋଗୁଁ। ସରକାର କହିଥିଲେ ଆମେ ଆସିବାର 6 ମାସ ଭିତରେ ଆପଣଙ୍କର ଗଣତି ଗଣତି ପ୍ରକ୍ରିୟା ଶେଷ ହବ। ବର୍ତ୍ତମାନ 18 ମାସ ହେଇଗଲା। ଆ ବିଷୟରେ କୌଣସି ଖାଲି ବାରମ୍ବାର ଆପଣଙ୍କର ସଭା କରି ମିଟିଂ କରି ଏ ବିଷୟରେ କେବଳ କେବଳ ବିଳମ୍ବ ପ୍ରକ୍ରିୟାକୁ କରିବା ଛଡା ସରକାର ସେ ବିଷୟରେ ଗମ୍ଭୀରତାର ସହିତ ନଉନାହାନ୍ତି। ଲୋକ ବି ଏ ବିଷୟରେ ତାଙ୍କର ବି ସଚେତନତା ନାହିଁ। ତାରିଖ ନିର୍ଦ୍ଧାରଣ ହେଇପାରୁନାହିଁ, କହୁଛନ୍ତି ଯେ ରଥ ପୂର୍ବରୁ ନାଇଁ, ହବ, ଯାହା ସୂଚନା ମିଳୁଛି, କଣ କହିବେ? ବର୍ତ୍ତମାନ ତ କାଲି ଏଇ ମିଟିଂ ସରିଲା ପରେ ମୁଖ୍ୟ ପ୍ରଶାସକ, ଯୋଉଟା ଆମର ବି ପ୍ରଥମ ଡିମାଣ୍ଡ ରହିଛି, ଏଇ ଯୋଉ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଛନ୍ତି ତାଙ୍କର ଯଦିଓ ଜଣେ ସୁଦକ୍ଷ ଆଇଏଏସ୍ ଅଫିସର, କିନ୍ତୁ ମନ୍ଦିର ବିଷୟରେ ଯାହା ସବୁ ଆମର ସମସ୍ୟା ରହିଛି ତା ବିଷୟରେ ସିଏ ସମ୍ପୂର୍ଣ୍ଣ ଅଜ୍ଞ, ତାଙ୍କର ଏ ବିଷୟରେ କୌଣସି ଅଭିଜ୍ଞତା ନାହିଁ। ଆଉ ସେ ବାରମ୍ବାର ବାରମ୍ବାର ବିଭିନ୍ନ ପ୍ରକାର କଥା କହୁଛନ୍ତି, ସମୟ ଗଡାଉଛନ୍ତି, ମିଟିଂ କରୁଛନ୍ତି। ଏବେ କହୁଛନ୍ତି ଯେ ଆମେ ଯୋଉଟା ଯଦି କାଲି ମିଟିଂ ହେଲା ଆପଣ ପରିଚାଳନା କମିଟି ଯେକୌଣସି ମୁହୂର୍ତ୍ତରେ ଡାକି ପାରିବେ। ବର୍ତ୍ତମାନ କହୁଛନ୍ତି ଆମେ ଯୋଉ ଆଗାମୀ ଯୋଉ ପରିଚାଳନା କମିଟି ସେଥିରେ ଆମେ ତାରିଖ ନିର୍ଦ୍ଧାରଣ କରିବୁ, ତାପରେ ସରକାରଙ୍କର ଅନୁମୋଦନ ପାଇଁ ପଠେଇବୁ, ଯୋଉଟା କି ସମ୍ପୂର୍ଣ୍ଣ ପ୍ରକ୍ରିୟାଟା ଗୋଟିଏ ଦିନ ଭିତରେ ହେଇଯାଆନ୍ତା। ଗୋଟିଏ ଯଦି ଏଇଟା ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ, ଆପଣ ସେଇ ମନ୍ଦିର ପ୍ରଶାସନ ଅଫିସରେ ବସିକିରି ଆପଣଙ୍କର ଯିଏ ଆଇନ ମନ୍ତ୍ରୀ ଅଛନ୍ତି, ଯିଏ ଏକ ଅନୁମୋଦନ ଦେବେ, ଗୋଟିଏ ଦିନରେ ଏ ପ୍ରକ୍ରିୟା ଯଦି ସେମାନେ ଗମ୍ଭୀରତା ସହ ନେବେ, ଗୋଟିଏ ଦିନ ଭିତରେ ଏଟା ସରିଯାଇ ପାରନ୍ତା। କିନ୍ତୁ ସରକାରଙ୍କର କୋଉଠି ଉଦ୍ଦେଶ୍ୟ ରହିଛି ଆମେ ଏଟା ବୁଝିପାରୁନାହୁଁ। ଖାଲି ବାରମ୍ବାର ଏଇ ଜିନିଷଟାକୁ ବିଳମ୍ବ କରିବାରେ ଲାଗିଛନ୍ତି। ଏବଂ ଆମର ଆ ବିଷୟରେ ଆମେ ଗତ ମାସରେ ବି ଏ ବିଷୟରେ ଗୋଟିଏ ସାମ୍ବାଦିକ ସମ୍ମିଳନୀ ଡାକି କହିଥିଲୁ, ଯଦି ମାସେ ଭିତରେ ଏ ବିଷୟରେ ସରକାର କିଛି ନ ନିଅନ୍ତି ତାହେଲେ ଆମେ ଆନ୍ଦୋଳନକୁ ଓହ୍ଲେଇବୁ। ବର୍ତ୍ତମାନ ପର୍ଯ୍ୟଟକ ଋତୁ ଚାଲିଛି, ଆମେ ଲୋକଙ୍କୁ ହଇରାଣ କରିବାକୁ ଚାହୁଁନା। ମନ୍ଦିର ସମ୍ପର୍କିତ ଯେତେ ସବୁ ଅଛି, ଆପଣ ପୁରୀବାସୀଙ୍କ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କୁହନ୍ତୁ, ରତ୍ନଭଣ୍ଡାର ଗଣତି ଗଣତି କୁହନ୍ତୁ, ଯାହା ବି ସବୁ ଅଛି, ସେ ସବୁ ମନ୍ଦିରର ଜମି ଜମା ସମସ୍ୟା ପରିସର କୁହନ୍ତୁ, ଏ ବିଷୟରେ ଆଗାମୀ ଦିନରେ ଜାନୁଆରୀ 15 ତାରିଖ ପରେ ଏକ ତୀବ୍ର ଆନ୍ଦୋଳନ ଆମେ ଶ୍ରୀମନ୍ଦିର ପ୍ରଶାସନିକ ଅଫିସକୁ ଘେରାଉ କରିବାକୁ ଚିନ୍ତା କରୁଛୁ ଏବଂ ଆମେ ସରକାରଙ୍କୁ ବାଧ୍ୟ କରିବୁ ଏକ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରି ସବୁ ସମସ୍ୟାର ସମାଧାନ କରିବା ପାଇଁ। ନିଶ୍ଚିତ ଭାବରେ ସରକାରଙ୍କୁ ଗୋଟେ ନିବେଦନ ରଖିବେ, ଯାହା କଂଗ୍ରେସ କହିଲେ ଆମେ ଦାବି ଜଣେଇବେ ଏବଂ ପ୍ରତିବାଦ ମଧ୍ୟ କରିବେ। ଏବଂ ଆଉ ଗୋଟେ କଥା ଯାହା ବର୍ତ୍ତମାନ ରାଜନୀତି କ୍ଷେତ୍ରରେ ଚର୍ଚ୍ଚା ହଉଛି ରାଜେଶ ବାବୁ, ତ ଯୋଉ ଭକ୍ତ ଦାସକୁ ନେଇ ଅନେକ ପ୍ରଶ୍ନବାଚୀ ଚିହ୍ନ ସୃଷ୍ଟି ହଉଛି, ଯେ ଆପଣଙ୍କ ପିସିସି ସଭାପତି ଅଛନ୍ତି, ଏଥିସହିତ ମହମ୍ମଦ ମୁକିନ ବରିଷ୍ଠ ନେତା ଯାହାଙ୍କୁ ଦଳରୁ ବରଖାସ୍ତ କରାଗଲା, ଏସବୁ ସମ୍ପର୍କିତ କଣ ମତାମତ ଦେବେ? ଦେଖନ୍ତୁ, କଂଗ୍ରେସ ଦଳ ଏକ ଦଳ ନୁହେଁ, ଏକ ବିଚାରଧାରା ଉପରେ ପର୍ଯ୍ୟବେସିତ। ଆଉ ଯେକୌଣସି ଲୋକ ଯେକୌଣସି ସମୟରେ ଆପଣଙ୍କର ପ୍ରଦେଶ କଂଗ୍ରେସ ସଭାପତିର ଦାୟିତ୍ୱ ନିର୍ବାହ କରୁଛନ୍ତି, ସିଏ ତାଙ୍କର ନିଜର ବିଚାରଧାରା ଯେମିତି ନିଜର ଭାବଭଙ୍ଗୀ ଅନୁସାରେ ସିଏ ତା ଷ୍ଟାଇଲରେ କାମ କରନ୍ତି। କିଛି ଲୋକ ତାଙ୍କ ପଛରେ ଆପଣଙ୍କ ଦେଖିବେ 99% କଂଗ୍ରେସ କର୍ମୀ ତାଙ୍କରି ଦିଗଦର୍ଶନରେ ଯାଆନ୍ତି। ଆଉ କିଛି ଲୋକଙ୍କର
ତା ଦେହରେ ତାଙ୍କ ମତାମତ ତାଙ୍କ ସାଙ୍ଗେ ମିଳେ ନାହିଁ ଆଉ ସେମାନେ ଏଥିରେ ବିଦ୍ରୋହ ସୃଷ୍ଟି କରନ୍ତି। ଏଇଟା ଏକ ସ୍ୱାଭାବିକ ପ୍ରକ୍ରିୟା। ସବୁ ଦଳର ଏ ପ୍ରକାର ଜିନିଷ ଅଛି। ଯିଏ ଆମର କଂଗ୍ରେସ ନେତୃତ୍ୱକୁ ଚ୍ୟାଲେଞ୍ଜ କରିବ, ଯିଏ କଂଗ୍ରେସ ନେତୃତ୍ୱକୁ କେନ୍ଦ୍ରର କଂଗ୍ରେସ ନେତୃତ୍ୱକୁ ଚ୍ୟାଲେଞ୍ଜ କରିବ, ରାଜ୍ୟର କଂଗ୍ରେସ ନେତୃତ୍ୱକୁ ଚ୍ୟାଲେଞ୍ଜ କରିବ, ସେଭଳି ଲୋକ ଦଳ ଭିତରେ ରହିବା ଅପେକ୍ଷା ବାହାରକୁ ଯିବାଟା ଶ୍ରେୟସ୍କର ଜିନିଷ। ଗୋଟେ କଥା ଦେଖିବାକୁ ମିଳୁଛି, ଯାହା ବର୍ତ୍ତମାନ ମହମ୍ମଦ ବୁକିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଲା, ସୋଫିଆ ଫିରଦୋସକୁ ନେଇ କଣ ଦଳ ରହୁଛି ବର୍ତ୍ତମାନ? ସୋଫିଆ ଫିରଦୋସ କଂଗ୍ରେସ ଦଳର ଏକ ଅମୂଲ୍ୟ ସମ୍ପତ୍ତି। ସୋଫିଆ ଫିରଦୋସ ଯୋଉ ପର୍ଯ୍ୟନ୍ତ କଂଗ୍ରେସ ବିଚାରଧାରା ସହିତ ଅଛନ୍ତି, କଂଗ୍ରେସ ନେତୃତ୍ୱର ସ୍ୱୀକାର କରୁଛନ୍ତି, ସେ ପର୍ଯ୍ୟନ୍ତ ସୋଫିଆ ଫିରଦୋସ କଂଗ୍ରେସ ପାଇଁ ଏକ ଅମୂଲ୍ୟ ସମ୍ପତ୍ତି। ତାଙ୍କର ଉଜ୍ଜଳ ଭବିଷ୍ୟତ ରହିଛି। ସେ କଂଗ୍ରେସ ବିଚାରଧାରାର ଝିଅ। ମୁଁ ଆଶା କରୁଛି ସେ ନିଶ୍ଚିତ ଭାବରେ କଂଗ୍ରେସ ସହିତ ଜଡିତ ହେଇକି ରହିବେ ଏବଂ କଟକ ଜିଲ୍ଲାର ସମ୍ପୂର୍ଣ୍ଣ କଟକ ଜିଲ୍ଲାର ନେତୃତ୍ୱ ନେବେ। ଆଉ କିଛି ଦିନ ପରେ ଆଗାମୀ 2029 ପରେ ଆପଣ ଦେଖିବେ ସାରା ଓଡିଶାର ନେତୃତ୍ୱ ନେବାକୁ ସେ ତାଙ୍କ ପାଖରେ ସେ ଦକ୍ଷତା ଅଛି। ଗୋଟେ କଥା ଦେଖିବାକୁ ମିଳୁଛି, ଲାଣ୍ଡୁ ଧଳ ଯେତେବେଳେ ମିଶିବାକୁ ଆସିଥିଲେ ତାଙ୍କୁ ପ୍ରତିବାଦ କରାଗଲା। ବର୍ତ୍ତମାନ ଏସବୁ ଜିନିଷକୁ ଦେଖିଲେ ଭକ୍ତ ବାବୁଙ୍କର ଯାହା ମାଇଣ୍ଡ ସେଟ୍ ଅଛି କୁଆଡେ କି ନଉଛି ଏବଂ କଣ ରହୁଛି ଆକ୍ଚୁଆଲି ଘଟଣା ଯାହା କଂଗ୍ରେସ ଜଳିବାକୁ ଚାହୁଁଛି? ନାଇଁ, ଏବେ ଆମେ ଜିଲ୍ଲା ସଭାପତି ହିସାବରେ ଆମେ ସମସ୍ତ ଜିଲ୍ଲା ସଭାପତି ଏ ବିଷୟରେ ବିଚାର ବିମର୍ଶ କରୁଛୁ। ଆଉ ଆମେ ମାନେ ସମସ୍ତେ ପ୍ରଦେଶ କଂଗ୍ରେସ ସଭାପତିଙ୍କ ପଛରେ ଦୃଢ ଭାବରେ ଅଛୁ। ସିଏ ଯୋଉ ପ୍ରକାର କାର୍ଯ୍ୟକ୍ରମ କରୁଛନ୍ତି ଆପଣ ମାନେ ବି ଲକ୍ଷ୍ୟ କରୁଥିବେ। କଂଗ୍ରେସ ବର୍ତ୍ତମାନ ଯାହା ଥିଲା 7 ମାସ ତଳେ, ବର୍ତ୍ତମାନ 7 ମାସ ଭିତରେ କଂଗ୍ରେସରେ ବହୁତ କିଛି ଉତ୍ଥାନ ହେଇଛି ଏବଂ ଅଳ୍ପ ଦିନ ଭିତରେ ଆପଣ ଦେଖିବେ ଯେ ଆମେ ବିଜେଡି କି ପଛରେ ପକେଇକିରି ଦ୍ୱିତୀୟ ଦଳ ଭାବରେ ବୃହତ ଦଳ ହିସାବରେ ଆମେ ଓଡିଶାରେ ପୁଣି ଆମ ହୁତର ଗୌରବ ଫେରି ପାଇବୁ। ଆଗାମୀ ଦିନରେ କଂଗ୍ରେସ କିଭଳି ସ୍ଥିତି ରହିବ ଓଡିଶାରେ ଆପଣ ଦେଖୁଛନ୍ତି? ଆପଣ ଦେଖନ୍ତୁ ଆଗାମୀ ଯୋଉ 2027 ମସିହା ପଞ୍ଚାୟତ ନିର୍ବାଚନ ଅଛି, ଆପଣ ସେଇଠି ଲକ୍ଷ୍ୟ କରିବେ ଯେ କଂଗ୍ରେସ କି ପ୍ରକାର ଭାବରେ ସୁଦୃଢ ହଉଛି ଏବଂ କଂଗ୍ରେସ କୋଉ ପ୍ରକାର ଲୋକଙ୍କର ବିଶ୍ୱାସ ଭାଜନ ହେଉଛି, ସେଇଟା ଆପଣ 2027 ମସିହାରେ ଦେଖିବାକୁ ପାଇବେ। ନିଶ୍ଚିତ ଭାବରେ ଯାହାକି ରାଜେଶ ମିଶ୍ର କହୁଥିଲେ, କଂଗ୍ରେସ ପୁଣି ଉତ୍ଥାନ ହବ ଏବଂ ଆହୁରି ସୁଦୃଢ ହେଇଛି ଏବଂ ଆଗାମୀ ଦିନରେ କଂଗ୍ରେସ ଆହୁରି ଭଲ କରିବ ଏବଂ ରାଜନୈତିକ ସ୍ଥଳ କୁହନ୍ତୁ ଏବଂ ପ୍ରଶାସନିକ ସ୍ଥଳ କୁହନ୍ତୁ, ଆଜି ରାଜେଶ ମିଶ୍ର ଗୁରୁତ୍ୱପୂର୍ଣ୍ଣ ମତାମତ ଦେଇଛନ୍ତି। ପୁରୀରୁ ପ୍ରତୀକ ମିଶ୍ର, ପ୍ରତିଦିନ ଟିଭି।